ବାଲେଶ୍ୱର ତା ସାମ୍ପ୍ରତିକ ପରିସ୍ଥିତିରେ ବିଶ୍ୱରେ ଯୁଦ୍ଧର କୌଣସି ଆବଶ୍ୟକତା ନାହିଁ, ତଥାପି କ୍ଷମତାଲୋଭୀମାନେ ଅଯଥାରେ ନିଜର ପ୍ରଭୁତ୍ୱକୁ ଜାହିର କରିବାକୁ ଯୁଦ୍ଧକୁ ବିଶ୍ୱ ଉପରେ ଲଦି ଦେଉଛନ୍ତି। ୟୁରୋପ ମହାଦେଶ, ଯୁକ୍ତରାଷ୍ଟ୍ର ଆମେରିକା ବିଶ୍ୱ ବାଣିଜ୍ୟ ଫର୍ମୁଲାକୁ ବିଶ୍ୱ ଉପରେ ଲଦି ଦେବାର 20 ବର୍ଷ ପରେ ଏସିଆ ମହାଦେଶର ଚୀନ, ଦକ୍ଷିଣ କୋରିଆ, ଜାପାନ, ଭାରତ ଆଦି ଦେଶ ଶସ୍ତାରେ ଉତ୍ତମ ମାନର ଦ୍ରବ୍ୟକୁ ବିଶ୍ୱ ବଜାରରେ ବିକ୍ରି କରିବାରେ ସଫଳ ହେବା ପରେ ଆମେରିକା ଏବେ ବିଶ୍ୱ ବାଣିଜ୍ୟର ସ୍ଲୋଗାନକୁ ଛାଡ଼ି ଆମେରିକାର ଦ୍ରବ୍ୟ କିଣିବାକୁ ବାଧ୍ୟ କରୁଛି। ତେଣୁ ଯୁଦ୍ଧର ସୂତ୍ରପାତ ଘଟିଛି। ଆଜି ସନ୍ଧ୍ୟାରେ ଷ୍ଟେସନ କ୍ଲବ ପରିସରରେ ଡକ୍ଟର ଜ୍ୟୋତିଷ୍କର ମହାପାତ୍ର ଫାଉଣ୍ଡେସନ ପକ୍ଷରୁ ଦ୍ୱିତୀୟ ସ୍ମାରକୀ ବକ୍ତୃତାର ମୁଖ୍ୟ ଅତିଥି ତଥା ରେଭେନ୍ସା ବିଶ୍ୱବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗର ମୁଖ୍ୟ ଯୁଦ୍ଧ ଓ ଶାନ୍ତି ଭାରତ ସମ୍ମୁଖରେ ଆହ୍ୱାନ ଓ ସୁଯୋଗ ଶୀର୍ଷକ ପ୍ରସଙ୍ଗ ଉପରେ ଆଲୋକପାତ କରି ଏ କଥା ଉଲ୍ଲେଖ କରିଛନ୍ତି। ଇରାକ ଉପରେ ଜର୍ଜ ବୁଶଙ୍କ ଆକ୍ରମଣ ହେଉ ଅଥବା ଭେନେଜୁଏଲାର ରାଷ୍ଟ୍ରପତିଙ୍କୁ ଅପହରଣ କିମ୍ବା ରୁଷର ୟୁକ୍ରେନ ଉପରେ ଆକ୍ରମଣ ପଛରେ ଏକ ଉଦ୍ଦେଶ୍ୟ ରହିଛି, ତାହା ହେଲା ନିଜର ଅସ୍ତ୍ର ବିକ୍ରିର ହୀନ ପ୍ରୟାସ। ଭାରତ ସରକାର ଏସବୁ ପ୍ରସଙ୍ଗରେ ଆମେରିକା, ଇସ୍ରାଏଲ କିମ୍ବା ରୁଷର ଯୁଦ୍ଧକର ମନୋବୃତ୍ତିକୁ ନିନ୍ଦା ନ କରି ଓଲଟି ଇସ୍ରାଏଲ ଯାଇ ବେଞ୍ଜାମିନ ନେତନ୍ୟାହୁଙ୍କୁ କଳାଇ ନେବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଅଟେ। ଭବିଷ୍ୟତରେ ତଥ୍ୟ ବା ଡାଟା ପାଇଁ ଯୁଦ୍ଧ ହେବାକୁ ଯାଉଛି। ଆମ ସରକାର ବୁଦ୍ଧଦେବଙ୍କ ନୀତି ଅନୁସରଣ କରି ମଧ୍ୟ ମାର୍ଗ ଗ୍ରହଣ କରିବା ଉଚିତ ଥିଲା। 2047ର ବିକଶିତ ଭାରତର ସ୍ୱପ୍ନରେ ଲୋକେ ନ ଶୋଇ ଗବେଷଣା ଉପରେ ଧ୍ୟାନ ନ ଦେଲେ ଭାରତ ପଛରେ ପଡ଼ିଯିବ ବୋଲି ପ୍ରଫେସର ଡକ୍ଟର ନେତାଜୀ ଅଭିନନ୍ଦନ କହିଥିଲେ। ଆମେରିକା ଓ ଇସ୍ରାଏଲକୁ ଶିଳ୍ପପତିମାନେ ଚଳାଉଥିବା ଉଲ୍ଲେଖ କରି ଗଣତନ୍ତ୍ର ଓ ଗଣତାନ୍ତ୍ରିକ ବ୍ୟବସ୍ଥା ପରିବର୍ତ୍ତେ ଏବେ ସ୍ୱେଚ୍ଛାଚାରୀଙ୍କ କବ୍ଜାରେ ସାରା ବିଶ୍ୱ କବଳିତ ବୋଲି ଉଲ୍ଲେଖ କରିଥିଲେ। ଆଇନଜୀବୀ ମନୋଜ ନାୟକଙ୍କ ପୌରୋହିତ୍ୟରେ ଆୟୋଜିତ କାର୍ଯ୍ୟକ୍ରମରେ କବି ଶ୍ରୀଦେବ, କବି ପ୍ରଶାନ୍ତ ଦାସ, ସନ୍ତୋଷ ଅଗସ୍ତି ପ୍ରମୁଖ ଡକ୍ଟର ଜ୍ୟୋତିଷ୍କର ମହାପାତ୍ରଙ୍କ ଉପରେ ଆଲୋକପାତ କରିଥିଲେ। ଏହି ଅବସରରେ 2 ମିନିଟ୍ ନୀରବ ପ୍ରାର୍ଥନା କରାଯାଉ ଡକ୍ଟର ମହାପାତ୍ରଙ୍କ ଅମର ଆତ୍ମା ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା। ମୁଖ୍ୟ ଅତିଥି ଡକ୍ଟର ନେତାଜୀ ଅଭିନନ୍ଦନଙ୍କୁ ଏହି ଅବସରରେ ଫାଉଣ୍ଡେସନ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା। କାର୍ଯ୍ୟକ୍ରମକୁ ଗୋପାମୁଦ୍ରା ମହାପାତ୍ର ପରିଚାଳନା କରିଥିବା ବେଳେ ଉପେନ୍ଦ୍ର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ। ବାଲେଶ୍ୱରରୁ ତ୍ରିଲୋଚନ ମହାନ୍ତିଙ୍କ ରିପୋର୍ଟ, ନିବେଦିତା ନ୍ୟୁଜ୍। आज डॉक्टर ज्योतिष्कर महापात्र फाउंडेशन तरफ वितरण कौन कहे? ज्योतिष्कर महापात्र वैदेशिक नीति एवं भारतर कूटनीति वैदेशिक कूटनीति विशेषज्ञ से थे एवं ताकर बड़ काम है भारत पाई से विदेश रे जो कूटनीति स्तरीय कार्यक्रम से बहु कर चलते। ता छड़ा विदेश रे विभिन्न व्यक्ति इन्फ्लुएंशियल व्यक्ति सहित व्यक्तिगत संपर्क स्थापन करी सेटा को भारत पाई सुविनियोग करेबारे से सिद्धहस्त थे। केवल भारत नुहे ओडिशा पाई मध्य से विभिन्न राष्ट्र रे काम करिसेंती। ताकर गोटे असमय रे अल्प बयस रे ताकर जो वियोग घटिला ताकर पाई स्मृति पाई फाउंडेशन तैयारी होईची एवं ए फाउंडेशन भारतर वैदेशिक नीति संपर्कित प्रत्येक वर्ष आलोचना चक्र करुच्ची एवं करिबो। एटा द्वितीय वर्ष। आर वर्ष इंडो पाक उपरे हेइथिला, ए वर्ष हला वार एंड पीस उपरे।